Praise the Lord. ଗୋଟିଏ ବ୍ୟକ୍ତି ଆପଣ କାନ୍ଦିବେ, ଆପଣ ଡାକିବେ, ପରମେଶ୍ୱରଙ୍କର ହସ୍ତରେ ସମର୍ପିତ ହେଇକି ଆପଣ ଯଦି ମାଗୁଛନ୍ତି ନିଶ୍ଚିତ ଭାବରେ ପ୍ରଭୁ ଶୁଣିବେ। କେମିତି ଶୁଣିବେ? କିଏ ଜଣେ ଅଛି ଏ ଜାଗାରେ ତାର ଛୋଟ ଛୁଆର ହାଡ଼ ଭାଙ୍ଗି ଯାଉଛି, ଚୂନା ହେଇଯାଉଛି। କିଏ ଜଣେ ଅଛି ଏ ଜାଗାରେ ଯାହାର ଛୋଟ ଛୁଆର ଗୋଡ଼ ଭାଙ୍ଗି ଯାଉଛି, ହାତ ଭାଙ୍ଗି ଯାଉଛି। ଆପଣ ଯେକୌଣସି ଜାଗାରେ ଅଛନ୍ତି, ଆପଣଙ୍କର ଛୋଟ ଛୁଆ, ଆପଣଙ୍କର ଗୋଟେ ଗୋଡ଼ରେ ଆପଣ ବ୍ୟାଣ୍ଡେଜ ବାନ୍ଧିଛନ୍ତି, ଆପଣ ଆଉ ଗୋଟେ କଲର ଏମିତି ମାଟିଆ କଲର ଘୋଡ଼ାଇଛନ୍ତି। କୋଉଠି ଅଛ ତମେ? ଏଇଠି ମାଟିଆ କଲର କହିଲି, କପଡା ବନ୍ଧା ହେଇଛି। ଠିକ କଣ ହେଇଛି ତାଙ୍କ ସହିତ? ଏପଟେ ଆସ ଛୁଆକୁ ଧରିକି। ଆସିପାରିବନି? ମୁଁ ଆସିବି। ଆସନ୍ତୁ ଶୀଘ୍ର ସିକ୍ୟୁରିଟି ଭାଇ ମାନେ ହେଲ୍ପ କରନ୍ତୁ। ଆପଣ ଡାକୁଛନ୍ତି, ପରମେଶ୍ୱର ଶୁଣୁଛନ୍ତି। ହାଲେଲୁୟା। ଆମ ଟାୱାରରେ ଅନେକ ଲୋକ ଭିଜିଟ କରିଛନ୍ତି। ସେଥିମଧ୍ୟରୁ ଗତକାଲି ମତେ ଗୋଟେ ଭାଇ ଦେଖା କରିଥିଲେ, ଆଉ ତାଙ୍କ ମାଙ୍କର ହାଡ଼ ଦେହରୁ ବାହାରି ପଡୁଥିଲା, ଏମିତି ବୁଲି ପଡୁଥିଲା। ଆସନ୍ତି ଆପଣ, ଆସନ୍ତୁ ଶୀଘ୍ର ତାଙ୍କୁ ସାଇଡ ଦିଅନ୍ତୁ, ଶୀଘ୍ର ଆସନ୍ତୁ। ଦେଖନ୍ତୁ ମୋ ପ୍ରିୟ ଲୋକମାନେ, ଏଇ ଛୁଆର ଗୋଡ଼ ଗୋଟେ ସାଇଡ ଭାଙ୍ଗିଲା। ଏଇଟା କୋଉଠି? ଜଙ୍ଘରେ। କୋଉଠି ଭାଙ୍ଗିଛି? ଏଇ ଯୋଉ ହାଡ଼ ତଳେ ପାଦ ଉପରେ। ଆଉ କୋଉଠି ଭାଙ୍ଗିଛି? ଏଇ ଗୋଡ଼ରେ। ଏଇ ଯୋଉ ଛୋଟ ଛୁଆ, ଇଏ ଯଦି ବଡ଼ ହେଇଥାନ୍ତା ମ୍ୟାଟର କରୁନାହିଁ। ମୋ ପାଇଁ ଅତ୍ୟଧିକ ଦୁଃଖର କଥା, ଶରୀରରେ ଯଦି ହାଡ଼ ଯଦି ଭାଙ୍ଗିଯିବ ନା, ସେ ବଥାକୁ ସମ୍ଭାଳିବା ସାଧାରଣ ବିଷୟ ନୁହେଁ। ଶରୀରରେ ହାଡ଼ ଯଦି ଭାଙ୍ଗିଯିବ, ସମ୍ଭାଳିବା ସାଧାରଣ ବିଷୟ ନୁହେଁ। ତାହାର କଷ୍ଟ କେତେ ଥିବ, ମୋ ପ୍ରିୟ ଲୋକମାନେ। ଠିକ ଏମିତି ଗୋଟେ ପ୍ରେୟାର ରିକ୍ୱେଷ୍ଟ ଆସିଥିଲା ମୋ ପାଖରେ। ଯେଉଁ ମାଙ୍କର ବୟସ ଅତ୍ୟଧିକ ପରିମାଣରେ ସେ ଚାଲି ପାରିବ ନାହିଁ, କାହିଁକି? ତାର ଗଣ୍ଠି, ହାଡ଼, ହାତର ଏମିତି ଯଦି ସେ ବୁଲେଇବ, ଏପଟେ ଏ ହାଡ଼ ଏପଟକୁ ପଳେଇ ଆସୁଥିଲା। ଯେତେବେଳେ ତାଙ୍କୁ ଦେଖିଲାରୁ ଏତେ ବୟସ୍କ ହେଲାଣି। କେତେ ବୟସ୍କ ହେବ ସେ ମାଙ୍କର? 64। ଆସ, ଡରନି, ଆସ। 64 ବୟସ ବେଳକୁ ତାଙ୍କ ମାଙ୍କୁ ନେଇକି ସେ ଆସିଛନ୍ତି। ଆପଣ କେତେ ଦିନ ରହିଲେ ଟାୱାରରେ? 3 ମାସ। 3 ମାସ ସେ ସାରନପ୍ରେଟ ଟାୱାରରେ ପାଖରେ ସାରନପ୍ରେଟ ଟାୱାରରେ ରହିବା ପାଇଁ ନିଜେ ଗୋଟେ ଘର ଭଡା ନେଲେ, ଆଉ 3 ମାସ ରହିଲେ। ସେ ମାଙ୍କର ଦେହରେ ଭିତରେ ଯୋଉ ହାଡ଼ ଭାଙ୍ଗିକି ବୁଲି ଯାଉଥିଲା, ମାନେ ଏମିତି ବୁଲି ଯାଉଥିଲା, ହାତ ଏପଟରୁ ଏମିତି ଉଲ୍ଟା ବୁଲୁଥିଲା, ଗୋଡ଼ ବୁଲି ଯାଉଥିଲା, ଯେ କି ଚାଲି ପାରୁନଥିଲା। ଆଜି ସେ କେମିତି ଅଛନ୍ତି? ବହୁତ ଭଲ ଅଛନ୍ତି, ବହୁତ ଭଲ ପ୍ରାର୍ଥନା ବି କରୁଛନ୍ତି। ଏଠି ଆମେ ଦୁଇଟି ଶବ୍ଦ ଶୁଣିଲୁ, ଗୋଟେ ଭଲ ଅଛନ୍ତି, ଆଉ ଦ୍ୱିତୀୟ ବିଷୟ ସେ କହିଲେ ପ୍ରାର୍ଥନା କରୁଛନ୍ତି। ଆପଣ ହାରାହାରି କେତେ ଥର 3 ମାସ ଭିତରେ ମତେ ଦେଖା କରିଥିବେ? ତ ସେମିତି ସାର୍ ତ ପାଖରେ ଆମେ ରହୁଥିଲୁ, ଅଳ୍ପ ସମୟ ଦେଖା କରିଛୁ। ଅଳ୍ପ ସମୟ କେତେ ସମୟ ଭେଟ କରିଥିବେ? 10 ମିନିଟ୍, 5 ମିନିଟ୍, 15 ମିନିଟ୍। 3 ମାସକୁ ମିଶାଇଲେ 40 ମିନିଟ୍। କେତେ ସମୟ? ମାତ୍ର 5-7 ଥର। ମାତ୍ର 5-7 ଥର ଭିତରେ କେତେ ମିନିଟ୍ ଭେଟ କରିଥିବେ? 2 ମିନିଟ୍, 3 ମିନିଟ୍, 7 ମିନିଟ୍ ଥରକୁ। 7 ଥର ହେଲେ 7×5 = 35 ମିନିଟ୍। 35 ମିନିଟ୍ ଜାଗାରେ
3 ମାସ ରହିଲା ପରେ 3 ମାସ ରହିଲା ପରେ 35 ମିନିଟ ଜାଗାରେ ଆମେ ଗୋଟେ ଘଣ୍ଟା ନେବା ଆଉ ଗୋଟେ ଘଣ୍ଟା ଭିତରେ ଗୋଟେ ବିଜାତି ପୁଅର ମାର ହାତ ଗୋଡ଼ ସିଧା ହେଇଗଲା ଆଉ ତାର ଦେହରୁ ରୋଗ ଚାଲିଗଲା ଆଉ ସେ ଯୀଶୁଙ୍କ ନିକଟରେ ପ୍ରାର୍ଥନା କରିବା ଶିଖିଗଲା। ବୁଝିପାରୁଛନ୍ତି? ଆପଣ ଯଦି ଈଶ୍ୱରଙ୍କର ଦାସ ଅଟନ୍ତି 35 ମିନିଟ ନା ହାଲେଲୁୟା। କିନ୍ତୁ ତାଙ୍କୁ 3 ମାସ ଜଗା ହେଲା କଣ ପାଇଁ? ପ୍ରଥମ ବିଷୟ ମୋ ପାଖେ ସମୟ ନାହିଁ, ଠିକ କଥା। ଦ୍ୱିତୀୟ ବିଷୟ, ଯେକୌଣସି ରୋଗୀ ଯେକୌଣସି ଲୋକ ଆତ୍ମିକ ଜୀବନରେ ବଢିବା ପାଇଁ ଚାହେଁ, ବ୍ୟବହାର ହେବା ପାଇଁ ଚାହେଁ, ମୋ ପ୍ରିୟ ମାନେ, ସେ ଯଦି ତା ଜୀବନରେ ଯଦି ଜଗିବ ନାହିଁ ଅନୁଭୂତିକୁ ପାଇପାରିବ ନାହିଁ। ପ୍ରଭୁ ଚାହାନ୍ତି ମୁଁ ଯେଉଁ ଦାନ ଦେବି ତା ପୂର୍ବରୁ ସେ ପାତ୍ରକୁ ମୁଁ କଣ କରିବି? ସଫା କରିବି। ହାଲେଲୁୟା ହାଲେଲୁୟା ହାଲେଲୁୟା। ଯଦି ତାହାର ଯଦି ଠିକ ହେଇପାରୁଛି 64 ବର୍ଷରେ ଆପଣଙ୍କର କାହିଁକି ହେବ ନାହିଁ? ଏ ମେଡିକାଲ ରିପୋର୍ଟ ସବୁ ଦେଖାନ୍ତୁ। ଥାଉ ମୋ ଗୋଡ଼ ଛୁଅନ୍ତୁ ନାହିଁ। ଏଟା ସବୁ କଣ ସବୁ ଅଟୋମେଟିକ ଭାଙ୍ଗି ଯାଉଛି। ଟିକେ ମାଉଥ ଟିକେ ଦିଅନ୍ତୁ ଭାଇ। ଏତେ ବଡ ଗ୍ୟାଦରିଂ ରେ ଗୋଟେ 5ଟା ମାଉଥ ରଖିବା କଥା ବିଶ୍ୱାସୀକୁ କଥା ହେବା ପାଇଁ। ଏମାନଙ୍କୁ ମୁଁ ମୋର ମାଉଥ ଦଉଥିବାର ଅଛି। ସାଇଲେନ୍ସ। ଯେତେବେଳେ ଆମେ ଦେଖୁଛୁ ମୋ ପ୍ରିୟ ଲୋକମାନେ, এই যে রিপোর্ট অনুসারে গোড় ভাঙ্গি যা, হাড় ছিন্দি যা, গোটে গোটে এক্সরে কু যদি আমি যদি দেখুছু তাহলে এটি হারাহারি গণি হেব না। এতিকি এক্সরে অছি, গণি হেব না, সেতিকি এক্সরে অছি। গণি হেব কিন্তু কষ্টকর বিষয়। রিপোর্ট কু দেখিলে দুঃখর বিষয়, যন্ত্রণার বিষয়। আরে আর এপরি পরিস্থিতিরে তা দেহরে কোটি জায়গা নাই যোটি ভাঙিকি খন্ড খন্ড হই নাই। হাত গোড় এমিতি পরিস্থিতিরে আজি তো ମୋ ପାଇଁ ସବୁଠୁ ବଡ଼ ଦୁଃଖର ବିଷୟ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। हे प्रभु, ଯାହା ବି ହଉ ଏ ଛୁଆକୁ ତୁମେ ଠିକ କର ପ୍ରଭୁ ଯୀଶୁଙ୍କ ନାମରେ। କରନ୍ତୁ କେବଳ ତା ଜଣକ କଥା ମୁଁ କହୁନାହିଁ। ଏଠି ଆପଣ ଚାହୁଁଛନ୍ତି ନା ଆମକୁ ସୁସ୍ଥତା ହେବାର ଅଛି। ଯଦି ନେଗେଟିଭ ରିଜଲ୍ଟ ଆସିଲା ମୁଁ କିଛି କରିପାରିବି ନାହିଁ। ପଜିଟିଭ ଯଦି ରିଜଲ୍ଟ ଆସୁଛି ନିଶ୍ଚିତ ଭାବରେ ଆପଣ ମୋ ପାଖରେ ରହିକି ସୁସ୍ଥତାକୁ ହାସଲ କରିପାରିବେ। ହାଲେଲୁୟା ହାଲେଲୁୟା। बोलो यीशु मसीह की जय, बोलो यीशु मसीह की जय। 3ଟି ଛୁଆ ଆସିଛନ୍ତି ଆଉ 2ଟି ଛୁଆ ପରିବାର କୋଉଠି ଅଛି? ପାଖରେ। କାହିଁ ତାଙ୍କ ପରିବାର ଠିଆ ହବ? ଆଉ ଗୋଟେ ଛୁଆ କାହିଁ ହଷ୍ଟେଲରେ ଅଛି। ଏ ଫଟୋରେ 3ଟି ଛୁଆ ଅଛି। এটা ଦେଖିକି ମୁଁ କହୁଛି, ମତେ ଏମିତି ପବିତ୍ର ଆତ୍ମା କହିନାହାନ୍ତି, ସେଇଟା ମୁଁ କହୁଛି। ଆଉ ଗୋଟେ ଛୁଆ, ଗୋଟେ ମ୍ୟାରେଜ କରିଛନ୍ତି, ବଡ ଝିଅ ଆଉ ସ୍କୁଲରେ ଅଛନ୍ତି। କେତେଟା ଛୁଆ ହେଲେ? ଟୋଟାଲ କେତେ ଛୁଆ ହେଲେ? 4ଟା। ଏ ଫଟୋରେ କେତେଟା ଅଛି? 3ଟା। ହାଲେଲୁୟା। ସେଥିପାଇଁ ଫଟୋକୁ ମୁଁ ଦେଖାଇଲି। ହାଲେଲୁୟା। ଆପଣ ଉପରେ ଦେଖନ୍ତି ନା ପରମେଶ୍ୱର ଭିତରେ ଦେଖନ୍ତି? ହାଲେଲୁୟା। ଯଦି ତମ ପରିବାର ବିଷୟରେ ସେ କଥା କହୁଛନ୍ତି, ତମ ଛୁଆର କାହିଁକି ଯତ୍ନ ନେବେ ନାହିଁ? ସେ ଯତ୍ନ ନେବା ପାଇଁ, ଠିକ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ତମେ ସ୍ପିରିଟ ଏଫେକ୍ଟ ଜାଗାରୁ ବାହାର, ଠିକ ହେଇଯିବ। ବୁଝିପାରୁଛ? ହାଲେଲୁୟା। ବୋଲୋ ୟୀଶୁ ମसीह की ହାଲେଲୁୟା। ସମସ୍ତେ ଖୁସିରେ ଅଛନ୍ତି? କେତେ ଖୁସିରେ ଅଛନ୍ତି? ବହୁତ ବହୁତ। ଗଲା ବେଳକୁ ଗୋଟେ ଗୋଟେ ଛେଳି ଦେବେ। ହାଲେଲୁୟା। ଆପଣ ମାନଙ୍କୁ ଦେଖି ଆନନ୍ଦରେ ମୋ ପେଟ ପୁରି ଯାଉଛି। ପ୍ରେଜ୍ ଦ ଲର୍ଡ।
खुशी रे तेल लगात खुशी रे मो पेट पुरी जाउछि तेल ताकू देहरे प्रभु को दासी गोटा को आस तबे निज लगाओ टिके रो बापा से तेल लगे देबे गोटे छुआ रो देहरे छिन्न होइछि गरम किछि गोटे पड़ी की दाग 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 होइके छिन्न हो जाइछि गरम किछि पड़ी जाय कि आस तेल लगेबा ताको टेकिके नै कि आस से कोठी अछि तेल लगेबा सर्विस टिके हम करबा तारो दाग 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 होइके देखा जाउछि शीघ्र शीघ्र हालेलुया जीवन तो एठी केही नते एठी कहार प्रभु यीशु समस्त प्रभु यीशु ही सब अटंती हालेलुया आपण मन तो प्रभु को यस छोड़दार पूना करती कहीं की सते हेते अभिनय अच्छा मत इच्छा सुन आम ईश्वर को बाक्य हो जाऊँ
संतान को तुम्हारी हस्तरे दौची और जो देहरे मो परमेश्वर समस्या रही जंत्रणा रही कष्ट रही प्रभु यीशु का नाम आमेन प्रत्येक दुर्बलता चली जाओ प्रत्येक प्रकार दुर्बलता चली जाओ यस हालेलुया सुस्थता रे परिपूर्ण करो यीशु का नाम रे यीशु का नाम रे यीशु का नाम रे चुना पड़ा समस्या चली जाओ यीशु का नाम 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 हे पिता सुस्थता रे परिपूर्ण करो आमेन मां तोर ना कोन लिप्सा लिपिगो लिप्सा आजुर भलो हो जिवो हला जड़े बनाई भलो लागिवो छुला पर के भलो लागो छी हां प्रेज द लॉर्ड चल चल से धन्यवाद तक ना कोपरे जगह प्रकाश पड़े चल साइड कर हालेलुया ख्रिस्टियन सेवा प्रभु को दास मानकर एक समर्पण जीवन रही हालेलुया अधिकांश लोक कहिबे किंतु ताहा नुहे मो प्रिय माने प्रभु यीशु और क्रिश्चियन लाइफ गोटे प्रैक्टिकल होते हालेलुया हालेलुया मो जीवन रे गोटे साक्ष्य मो देवा पई चाहे थोड़े गोटे परिवार गोटे भाई जे कि सर्विस करुथिले से बहुत सैलरी को पाउथिले दीर्घ अनेक वर्ष धरी से सुख कौन जानी नहांती कौन पाई तांको शरीर सारा घा हो जाइतिला छोट छोट पोक हो जाइतिला भारत रे एमती कौन से मेडिकल नाही जो मेडिकल को से जाई नहांती कौन से मेडिकल मेडिसिन काम देला नाही छुआ को धरी पारु नहांती ताको स्त्री ताको पाखरे रही पारु नाही संगरे खाई पारु नहांती केमिति को जंत्रणा जीवन कष्ट जीवन हालेलुया हालेलुया आओ से माने जेतबेले हारी गले कि नाही आओ हेई परिबो नाही रेलवे ट्रैक रे ताको पुओ झियो को धरी की सुसाइड करबा पैसे माने प्रस्तुत हेले जदि प्रभु अछंती कोठी अछंती हम जीवन देखु नाहंती जदि एमिति दंड पाइकी बंची के रहिबार कोन आवश्यक रहिछि सेतबे छुआ माने काले
ट्रैक रु पळैबे कोई कि छुआ मन को गोटे मोबाइल दिया आइछि देखिबा पई आज्ञा आ से मोबाइल रे आज मु प्रथम थरे साक्ष्य दउछि सुनंतु सारन प्लेट तबारो गोटे वीडियो बाजिला जे वीडियो रे गोटे कैंसर दुई फाल हो जाइतिबा गोड़ो आपण देखिथिबे से जगह रे से ठीक है कि छोटा छोटा है कि से चालुथिला छुआ देखुछि आ कुछि हे बापा एटा कोन सेतबेले देखले अरे मोटू तो अधिक पत्थर ही जाइछि तार गोड़ किछि नै किए मनुष्य कोठी अछन नाही ओडिसा रे अछंती चलो जाई कि हमें खोजी कि जीवा प्रेज द लॉर्ड हालेलुया खोजी खोजी आसिले एमिति गोटे सभा चली से जगह रे आउ ठिया ही कि अछंती मते प्रभु कहले ठीक सेमिति आज जेमिति कहले के जने अछंती जहारो घा ही जाय छी इन्फेक्शन नहीं जाय छी सेतबेले कहले सार मु से समय रे आमे जेतबेले ताको शर्ट खोलिलु ड्रेस खोलिलु छोट छोट पोक हो जाय छी देहरे मो प्रिय माने 3 वर्ष धरि की घा हेतिबा 3 वर्ष धरि पछि जाइतिबा शरीर जेतबेले अभिषेक रो तेल लगा गला प्रार्थना करा गला 3 सप्ताह रे तारो घा सब निबिबा को लागि प्रेज द लॉर्ड हालेलुया 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 जदि मोर हाथ आपनकर सेवा पई अछि एई पारे मु देखिबा पई किछि अलगा देखा जाउथिबे पिंदिबा पई ब्लेजर पिंदुथिबे किंतु मते प्रभु जो सेवा कार्य देछंती एई हाथ एई शरीर रो छाई भी जा ऊपर पड़े निश्चित भाव रे से उठिबो चालिबो प्रेज द लॉर्ड आमेन करिबो से चाहे कोई दिन रो कथा हो से चाहे केते वर्ष रो रोग हो से आसी कहूची 35 मिनिट रो 40 मिनिट मते समय मिलिथिला तांको पाखरे मु आसी की बसली आ समय पाइले 3 मास धरिला परे धैर्य धरिला परे आज से कहूची मु येशू को नाम डाकी पारुची खाली से मोर मारो भांगी थिबा हाड़ो बाहर को बाहर थिबा हाड़ो गोड़ो जेके चाली पारु नथिला आ सेमिति मा आज से ठीक हे पारुची प्रेज द लॉर्ड हालेलुया हालेलुया बोलो यीशु मसीह की जय हालेलुया 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 आपण माने खुशी अछंती हां खोरा रे दुख नांती तो लेट हेले रागिबे नै तो रागिले भी चलिबो मु बेसी दूर रु आसीची हालेलुया मु जयपुर रु आसीची बहुत दूर रु आसीची प्रेज द लॉर्ड केमिति अछंती आपण माने भलो अछंती हाथ पूरा नेता मंत्री भलिया का हलो अछंती आज हो बोलो यीशु मसीह की हालेलुया 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 मो प्रिय माने अनेक जन आसीछंती जो माने पेशेंट किडनी रो प्रॉब्लम को नहीं की अनेक जन आसीछंती जो माने पैरालाइज जो माने चाली पारिबे ना कहारो दुईटी आखि नष्ट हो जाइछि कहारो गोटे आखि नष्ट हो जाइछि जनकर डाहाण साइड रो आखि इन्फेक्शन है कि बाहर बाहर फुल की गोटे छोट छुआर आखि पितुला बाहरी पड़ी पितुला बाहर पड़ी जनकर राइट साइड ए खाइबा हाथर आखि बाहर को बाहरी पड़लानी कलर चेंज होगलानी रेड है कि गोटे भौणी रो आखि दुईटा नष्ट है कि मैं सब विषय कहीं कहूँ आपण मानकु प्रभु मोठू बेसी जानी हालेलुया मेरे से भी ज्यादा आपको प्रभु जानते हैं क्यों? क्योंकि वो आपसे प्रेम करते हैं प्रेज द लॉर्ड हालेलुया देखियो कि एपटा
ଏପଟେ ଗୋଟେ ଛୁଆ ବିଷୟ କୁହାଗଲା, ଆର ଆଖି ଦେଖି ପାରୁଛନ୍ତି, ସେପଟେ ଦେଖା ତାକୁ, ଯାକୁ ହୋଲି ସ୍ପିରିଟ କହିଲେ ତାର ଆଖିର ପିଣ୍ଡୁଳା ବାହାରି ପଡୁଛି। କେ ସେ ବ୍ୟକ୍ତି ଯାର ରାଇଟ ସାଇଡ ର ଆଇ ପ୍ରୋବ୍ଲେମ ଅଛି, ଆଖି ପ୍ରୋବ୍ଲେମ ଅଛି, ଧଳା ହେଇକି ଫୁଲିକି ଏ ଯୋଉ ପତାଟା ଖୋଲି ପାରୁନାହିଁ। ଆଜି ଆପଣ ମାନେ ଅନେକ ବିଷୟକୁ ଆଶା ନେଇକି ଆସୁଛନ୍ତି, ଆପଣ ତାକୁ ସେ ଜାଗାରେ ନିଅ, ତେଲ ଲଗାଅ। ଏତେ ସମୟ ନାହିଁ, ଆମେ ଜଣ ଜଣକୁ ହେଲିଂ କରିପାରିବା ନାହିଁ। ତେଲ ଲଗାଅ, ଆଖି ଖୋଲିଲା ପରେ ମତେ କଥା କୁହ। ପ୍ରଭୁ ଯଦି ଆପଣଙ୍କ ବିଷୟ ଜାଣୁଛନ୍ତି, ତାର ଅର୍ଥ ପ୍ରଭୁ ଚାହାନ୍ତି ଆପଣଙ୍କୁ ରିକଭରି କରିବା ପାଇଁ, ହିଲିଂ କରିବା ପାଇଁ। ହାଲେଲୁୟା। ଆଉ ପ୍ରଭୁ ଯେତେବେଳେ ସୁସ୍ଥତାକୁ ଦେଲେ, ସେ କହିଲେ ତୋର ବିଶ୍ୱାସ ତତେ ସୁସ୍ଥ। Praise the Lord. Praise the Lord. Praise the Lord. ଗୋଟେ ବିଶ୍ୱାସୀ କେତେବେଳେ ବିଶ୍ୱାସୀ ହେବ? ବିଶ୍ୱାସୀ କେତେବେଳେ ହେବ? ଗୋଟେ ବିଶ୍ୱାସୀ ସେତେବେଳେ ହେବ ସେ ଯେତେବେଳେ ମୁଖରେ ପ୍ରଭୁ ଯୀଶୁଙ୍କୁ ସ୍ୱୀକାର କରିବ। ପ୍ରଭୁ ଯୀଶୁଙ୍କୁ କଣ କରିବ? ସ୍ୱୀକାର କରିବ, ସୁସମାଚାରକୁ ଗ୍ରହଣ କରିବ, ବାକ୍ୟକୁ ଗ୍ରହଣ କରିବ। ଗ୍ରହଣ କଲା ପରେ ସେ କଣ ହେବ? ଗୋଟେ ବିଶ୍ୱାସୀ ହେବ। ସେଇଠି ତାକୁ ପଚାର, ଆଖି ଖୋଲିବା ପାଇଁ କୁ ସେଇଠି, ଆଉ ତାକୁ ଟେଷ୍ଟ କରିବେ କେତେଟା ଆଙ୍ଗୁଠି, ତାକୁ ପଚାର, ସେଇଟା ବନ୍ଦ କରି ସେଇଟା ଖୋଲିବାକୁ କହ। ଯୋଉ ଆଖି ଖୋଲି ଯାଇଛି କେତେଟା? ଗୋଟେ। ଆପଣ ଯେକୌଣସି ଜାଗାରେ ରୁହନ୍ତୁ, ଦୂରରେ ରୁହନ୍ତୁ, ଆପଣଙ୍କ ସହିତ ପରମେଶ୍ୱର ଅଛନ୍ତି। Amen. Hallelujah. ହାଲେଲୁୟା, Hallelujah. ହାଲେଲୁୟା। ଆପଣଙ୍କୁ ପରମେଶ୍ୱର ଦେଖୁଛନ୍ତି। Praise the Lord. Praise the Lord. ଆପଣ ଏ ପାଖରେ ଥିଲେ ସୁସ୍ଥ ହେବେ, ଦୂରରେ ଥିଲେ ସୁସ୍ଥ ହେବେ। Praise the Lord. ଆପଣଙ୍କ ଜୀବନରେ ପ୍ରଭୁ କାମ କରିବେ। Hallelujah. କେହି ବି ଶୂନ୍ୟ ହସ୍ତରେ ଫେରିବେ ନାହିଁ। Praise the Lord. ହାଲେଲୁୟା। Hallelujah. ଆପଣ ନୁହେଁ, ମୁଁ ବି କହୁଛି ମୁଁ ଶୂନ୍ୟ ହସ୍ତରେ ଫେରିବି ନାହିଁ। Praise the Lord. ଆଜି ମୋ ପରିବାରକୁ ମୁଁ ପାଇକି ଯାଉଛି। Praise the Lord. ଆପଣମାନେ ହେଉଛନ୍ତି ମୋ ପରିବାର। ହାଲେଲୁୟା, ହାଲେଲୁୟା। ଆପଣମାନେ ହେଉଛନ୍ତି ମୋ ଫ୍ୟାମିଲି। ଆପଣମାନଙ୍କର ବ୍ଲେସିଂକୁ ମୁଁ ପାଇକି ଯାଉଛି। ଆଉ ଆପଣମାନେ ଶୂନ୍ୟ ହସ୍ତରେ ଫେରିବେ ନାହିଁ। କିଏ ତ ଗୋଟେ କୋଣରେ ଚାଲିବାକୁ ଲାଗିଲା, କିଏ ତ ଗୋଟେ କୋଣରେ ଦେଖିବାକୁ ଲାଗିଲା। କାହାର ତୋର ଦେହ ଯାହାକୁ ଦେଖି ହେବ ନାହିଁ। ଏମିତି ପରିସ୍ଥିତିରେ ପବିତ୍ର ଆତ୍ମା କଥା କହୁଛନ୍ତି, କାରଣ ପରମେଶ୍ୱର ତାକୁ ଦେଖୁଛନ୍ତି। ଖାଲି ସେତିକି ନୁହେଁ, ଆର ବୟସ କେତେ? ଅଳ୍ପ ବୟସ। ସେ କଥା କହନ୍ତି, ଗୋଟେ ଛୋଟ ଛୁଆର ପିଣ୍ଡୁଳ ବାହାରି ପଡିଛି। ଆଜ୍ଞା, ତାଙ୍କର ପ୍ରେମ କେତେ? ହାଲେଲୁୟା। ତାଙ୍କର ପ୍ରେମ କେତେ? ସେଇ ପ୍ରେମ ଅମୂଲ୍ୟ ପ୍ରେମ। ତେଲ ଲଗାଅ, ତଳେ ତଳେ ଓହ୍ଲାଇକି ତେଲ ଲଗାଅ। ଆରେ ହିଲିଂ ଦେଖାଯାଉ ନାହିଁ, ଖାଲି ତେଲ ଲଗା। ହାଲେଲୁୟା। ତାଙ୍କର ପ୍ରେମ କେତେ? ସେ ପ୍ରେମକୁ ଆମେ କୌଣସି ଟଙ୍କା, ଗହଣା, ସୁନା, କୌଣସି ପଇସାରେ ଆମେ କିଣି ପାରିବା ନାହିଁ। କୌଣସି ପ୍ରକାର ବିଷୟକୁ ଦେଇକି ଆମେ କିଣି ପାରିବା ନାହିଁ। ଆଉ ତାହା ତାଙ୍କରି ଅନୁଗ୍ରହ ଅଟେ। Praise the Lord. Praise the Lord. ହାଲେଲୁୟା, ହାଲେଲୁୟା। ଜୀବନ ତ ଏଠି ଛଳନାରେ ପୂର୍ଣ୍ଣ, ଜୀବନ ତ ଏଠି ଛଳନାରେ ପୂର୍ଣ୍ଣ। ହାଲେଲୁୟା। ମୋ ପ୍ରିୟମାନେ, କେବଳ ଯୀଶୁ ହିଁ ଆମମାନଙ୍କର ଅତି ନିଜର ଅଟନ୍ତି, ଆଉ କେହି ବି ନିଜର ନୁହନ୍ତି। କିନ୍ତୁ ଯେଉଁମାନେ ଯୀଶୁଙ୍କ ଠାରେ ବିଶ୍ୱାସ କରନ୍ତି, ସେମାନେ ନିଜର ହୁଅନ୍ତି। ଏଇଥିପାଇଁ କାରଣ ଆମେ ସମସ୍ତେ ଅଙ୍ଗ ପ୍ରତ୍ୟଙ୍ଗ ଏକ ଅଟୁ, ଆଉ ପ୍ରଭୁ ଯୀଶୁଙ୍କର ଶରୀର ଅଟୁ। ଆଉ ସେ ନିଜେ ପ୍ରଭୁ ଯୀଶୁ କଣ ଅଟନ୍ତି? ମସ୍ତକ ଅଟନ୍ତି। ହାଲେଲୁୟା। ଆସନ୍ତୁ ଆମେ ପରମେଶ୍ୱରଙ୍କର ପ୍ରଶଂସା କରିବା, ଆମେ ପରମେଶ୍ୱରଙ୍କର ନିକଟରେ ସମର୍ପିତ ହେବା, ତାଙ୍କରି ଗୌରବ କରିବା। ହଁ, ଆପଣ କୋଉ କୋଣରେ ଅଛନ୍ତି, କୋଉ ଜାଗାରେ ଅଛନ୍ତି, ଆପଣ ସୁସ୍ଥ ହେଇଯିବେ। That is part of ministry। କିନ୍ତୁ ଆପଣଙ୍କୁ ଗୋଟେ ରିଭାଇଭାଲ ଆପଣଙ୍କ ଭିତରେ ଆସିବାର ଅଛି। ବଣ୍ଡେଜରୁ, ବନ୍ଧନରୁ ବାହାରିବାର ଅଛି। ସ୍ପିରିଚୁଆଲି ଇମ୍ପ୍ରୁଭ୍ ହେବାର ଅଛି। ଆପଣ ପରମେଶ୍ୱରଙ୍କର ସହିତ ନିଜର ସମ୍ପର୍କକୁ ରଖିବାର ଅଛି। ତାହା ପରମେଶ୍ୱର ଚାହାନ୍ତି।
हालेलुया हालेलुया बोलो यीशु मसीह की थैंक यू भरोसा करी होने को दुख